उठ माँ। ଶିଲା ଦିଦି, ତମେ ପାଖରେ ଥିଲାବେଳେ ବହୁତ ଜଣ ତୁମ ସହିତ କଥା ହେଇଛନ୍ତି, ତମେ ଖବର କରୁଥିଲ, ଆଉ ତୁମ ପାଇଁ ଆଜି ଖବର ଲେଖିବା ବେଳକୁ କଲମ ଅଟକି ଯାଉଛି। ଧୃଷ୍ଟତା ହେଇପାରେ, କିନ୍ତୁ ତୁମ ଆବର୍ତ୍ତମାନରେ ଅନେକଙ୍କର କଥା ଆଜି ତୁମ ପାଇଁ ସେ ସାଉଁଟି ଦେଇଛନ୍ତି। କିନ୍ତୁ ଆଜି ତୁମ ଆବର୍ତ୍ତମାନରେ ତୁମ ସହିତ ଥିବା ପ୍ରତ୍ୟେକଟି ସ୍ମୃତିକୁ, ତୁମ ସହିତ ବିତେଇଥିବା ପ୍ରତ୍ୟେକଟି ମୁହୂର୍ତ୍ତ, ପ୍ରତ୍ୟେକ ଲୋକ ଶ୍ରଦ୍ଧାଞ୍ଜଳି ସ୍ୱରୂପ ଭେଟି ଦେଉଛନ୍ତି। ବୋଧହୁଏ ତୁମେ ନାହଁ ବୋଲି ଆଜି ତୁମ ପାଇଁ ଏତେ ଗୁଡ଼ାଏ କଥା। ସିଫ୍ଟ ଆରମ୍ଭ ହେଉ ହେଉ ତୁମେ ବାହାରି ପଡ଼ ଫିଲ୍ଡକୁ ଖବର ସାଉଁଟିବାକୁ। ବୁମ୍ ଧରି ତୁମେ ଗୋଟାଇ ଆଣୁଥିଲ ଅନେକ ପ୍ରତିକ୍ରିୟା। ଲାଇଭ୍ରେ ଗ୍ରାଉଣ୍ଡର ଗହନ କଥାକୁ କହିଯାଉଥିଲ। ଆପଣାର ଥିଲ, ଆପଣେଇ ନେଉଥିଲ ତୁମ ସ୍ନେହବଳା କଥା କେଇ ପଦରେ। ସମସ୍ତେ କୁହନ୍ତି ତୁମ ଦାମ୍ଭିକ ଚେହେରା ଭିତରେ ଥିବା ଜଣେ ଧୈର୍ଯ୍ୟବାନ ନାରୀକୁ ହୁଏତ ତୁମ ନିକଟତର ହିଁ ଜାଣିଛନ୍ତି। ନିକଟତର ଆଉ କିଏ କି? ଏଇମାନେ ପା। ତୁମେ ସିନା ଶୋଇଯାଇଛ, ଦେଖିପାରିଥାନ୍ତ ଆଜି ଏଇ ପାର୍କିଂରେ ତୁମ ପାଇଁ କେତେ ଜଣ ସ୍ତବ୍ଧ ପାଲଟି ଯାଇଥିଲେ। ତୁମ ଅନୁପସ୍ଥିତିରେ ଅନେକ ପୋଷ୍ଟ ଆଜି ତୁମ ପୂର୍ଣ୍ଣମୟ ଜୀବନର ଜୟଗାନ କରୁଛି ସୋସିଆଲ ମିଡ଼ିଆ ପେଜରେ, ହ୍ୱାଟ୍ସଆପ୍ ଷ୍ଟାଟସରେ। ଦିଦି, ତୁମ ଆବର୍ତ୍ତମାନରେ ଅନେକଙ୍କ ମୁହଁରୁ କେବଳ ତମରି କଥା। କିଏ ତମ ହସ ହସ ମୁହଁକୁ ମନେ ପକାଉଛି, ଆଉ କିଏ ତମ ମାପଚୁପ କଥାକୁ, ଆଉ କିଏ ତମ ସହିତ କାଟିଥିବା ସମୟର ଫଟୋକୁ ପୋଷ୍ଟ କରି ତୁମ ପାଇଁ ଅନ୍ତରର କେଇ ପଦ ଶବ୍ଦ ବିପଦ ଲେଖିଦେଉଛି। କେବଳ ପ୍ରମେୟ ନ୍ୟୁଜ୍ 7 ନୁହେଁ ଦିଦି। ଥରେ ଆଖି ଖୋଲିକି ଦେଖ, ରାଜ୍ୟର ପ୍ରମୁଖ ସାମ୍ବାଦିକଙ୍କ ଠାରୁ ଆରମ୍ଭ କରି କେତେ ବଡ଼ ବଡ଼ ଲୋକ ତୁମ ଦେହାନ୍ତରେ ଦର ଦର ସୁଅ ଛୁଟାଉଛନ୍ତି। ତୁମକୁ ପାଖରୁ ଦେଖିଥିବା ଆଉ ଜାଣିଥିବା ଲୋକ ହିଁ ଆଜି ଭାବୁଥିବ ତୁମ ଜୀବନର ଯାତ୍ରା କେତେ ସଂଘର୍ଷପୂର୍ଣ୍ଣ ଥିଲା। ଆଜି ବୋଧହୁଏ ତୁମ ଆବର୍ତ୍ତମାନରେ, ତୁମ ଅନୁପସ୍ଥିତିରେ ତୁମ ସଂଘର୍ଷର ସବୁ ସୂତାଖିଅ ଗୁଡ଼ାକ ସମସ୍ତଙ୍କ ମୁହଁରୁ ଶୁଣିବା ପାଇଁ ମିଳୁଛି। ସଙ୍କଟ, ସମସ୍ୟା, ସଂଘର୍ଷକୁ ନିଜେ ସାଥୀ କରି ତୁମ ନୟନ ପିତୁଳାଟିର ତୁମେ ସାହା ଭରସା ପାଲଟିଥିଲ। ଜନନୀ ହେଇ ନିଜ ଜୀବନକୁ ଜଳାଞ୍ଜଳି ଦେଇ ତା ଜୀବନକୁ ଆଲୋକିତ କରିଥିଲ ତମେ। ଏମିତି ବାସ୍ତବ ସତକୁ ଗ୍ରହଣ କରି ହେଉନି ଦିଦି। ଦୈବ କଣ ସତରେ ବୁଝିପାରୁନି ଗୋଟେ ମାର ଦୁଃଖ କଣ? ଗୋଟେ ନାରୀ ତା ଜୀବନରେ ଅତ୍ୟାବଧି କେତେ ଯନ୍ତ୍ରଣା ସହିଲାଣି। ଜୀବନ ଜଞ୍ଜାଳରେ ଏତେ ଦୁଃଖକୁ ସହି ସହି ନିଜ କର୍ତ୍ତବ୍ୟକୁ ସଠିକ ଭାବରେ ତୁଲାଉଥିଲ ତମେ। ତୁମ ପ୍ରିୟଜନଙ୍କ ଗହଣରେ ଏମିତି ଅଚାନକ ଏକ ଶୂନ୍ୟସ୍ଥାନ ତମେ ଗଢ଼ିଦେବ, କେହି ବି କଳ୍ପନା କରିନଥିବେ। ସ୍ୱାଭିମାନକୁ ବ୍ରତ କରି ବଞ୍ଚୁଥିଲ। ଜୀବନର ଅକୁହା ଯନ୍ତ୍ରଣାକୁ ଚାପି ଧରି ତୁମେ ସବୁବେଳେ ସ୍ୱାବଲମ୍ବୀ ଥିଲ, ଆତ୍ମନିର୍ଭର ଥିଲ। ଆଉ କେତେ ଯେ ଅଶାନ୍ତ ପରିସ୍ଥିତିକି ତମେ ପାର କରିଛ ତମେ ହିଁ ଜାଣ। ଏ ଦେଖୁନ, ସେଇଥିପାଇଁ ଆଜି ଆମ ପାର୍କିଂରେ ତୁମ ନୀରବ ଶରୀରକୁ ଦେଖିବାକୁ ସମସ୍ତେ ଠିଆ ହୋଇଛନ୍ତି, ତୁମକୁ ଶେଷ ବିଦାୟ ଦେବାକୁ। ସତରେ କ'ଣ ଦିଦି, ଆଉ ତୁମେ ଅଫିସରେ ଦେଖା ହବନି?
ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ବି ସ୍ୱର ଖୋଲୁନି। ତମେ ଭଲରେ ଥାଅ। ବିଦାୟ।